केंद्र सरकारी कर्मचारी बड़ खुशी खबर जुलाई रे एतिकी प्रतिशत बढ़िबो महंगा भत्ता। तेबे कौन रही संपूर्ण अपडेट आसतु जानिबा। ता पूर्व चैनल रे नुआ थिले चैनल टी सब्सक्राइब करी रखंतु एमिति गुरुत्वपूर्ण अपडेट सबुठु प्रथमे पाइबा पई। श्रम ब्यूरोर एक प्रेस रिलीज अनुଯାयी AICPI-IW एप्रिल 2026 रे 149.9 रु मे 2026 रे 0.9 पॉइंट वृद्धि पाए 150.8 होइछि। ଏହି ସାମ୍ପ୍ରତିକ ବୃଦ୍ଧି ମୁଦ୍ରାସ୍ଫୀତି ଧାରାରେ ପରିବର୍ତ୍ତନକୁ ସୂଚିତ କରେ ଏବଂ 1 ଜୁଲାଇ 2026 ଠାରୁ ଡିଏ ପରିବର୍ତ୍ତନ ଗଣନା କରିବା ସମୟରେ ନିଶ୍ଚିତ ଭାବରେ ବିଚାର କରାଯିବ। ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଜୁଲାଇ 2026 ରୁ ମହଙ୍ଗା ଭତ୍ତା ବୃଦ୍ଧି ଖବର ଅପେକ୍ଷା କରିଛନ୍ତି। ଶ୍ରମ ବ୍ୟୁରୋ ସମ୍ପ୍ରତି ମେ 2026 ପାଇଁ ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ଫର୍ ଇଣ୍ଡେକ୍ସ AICPI-IW ତଥା ପ୍ରକାଶ କରିଛି। ଏହି ତଥ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଡିଏର ପରିବର୍ତ୍ତନ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ଆସନ୍ତୁ ଜାଣିବା ଜୁଲାଇରୁ ଡିଏ ବୃଦ୍ଧି କେତେ ହୋଇପାରେ। ତଥ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ ଅନୁଯାୟୀ AICPI-IW ମେ 2026ରେ 0.9 ପଏଣ୍ଟ ବୃଦ୍ଧି ପାଇ 150.8ରେ ପହଞ୍ଚିଛି, ଯାହା ଏପ୍ରିଲ 2026ରେ 149.9 ରହିଥିଲା। ଏହି ସାମ୍ପ୍ରତିକ ବୃଦ୍ଧି ମୁଦ୍ରାସ୍ଫୀତି ଧାରାରେ ପରିବର୍ତ୍ତନକୁ ସୂଚିତ କରେ ଏବଂ 1 ଜୁଲାଇ 2026ରୁ ଲାଗୁ ହେଉଥିବା ଡିଏ ସଂଶୋଧନ ଗଣନା କରିବା ସମୟରେ ନିଶ୍ଚିତ ଭାବରେ ବିଚାର କରାଯିବ। ଏହି ବୃଦ୍ଧି ପରେ ମଧ୍ୟ ଆନୁମାନିକ ଡିଏ ବୃଦ୍ଧି ମୂଳ ଦରମାର ପ୍ରାୟ 3% ରହିଛି। ତେଣୁ ଚୂଡ଼ାନ୍ତ ସଂଶୋଧନ ଜୁନ୍ 2026 AICPI-IW ତଥ୍ୟ ଏବଂ ସରକାରୀ ଅନୁମୋଦନ ଉପରେ ନିର୍ଭର କରିବ। ତେବେ ଏହି ଡେଟା ବ୍ୟବହାର କରି ଆମେ ଗଣନା କରିପାରିବା 148.63 ଗୁଣନ 2.88 ସମାନେ 428.05, 428.05 ଫେରାଣ 261.41 ସମାନ 166.64, 166.64 ହରଣ 261.41 ସମାନ 0.637 ରହିବ। 0.637 ଗୁଣନ 100 ସମାନ 63.7% ମହଙ୍ଗା ଭତ୍ତା ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନର ଡିଏ ହାରକୁ ସଜାଡ଼ିଲେ ଅନୁମାନିକ ବୃଦ୍ଧି ପ୍ରାୟ 3.7% ହେଉଛି। ସରକାର ସାଧାରଣତଃ ଚୂଡ଼ାନ୍ତ ସଂଖ୍ୟାକୁ ପୂର୍ଣ୍ଣାଙ୍ଗ କରନ୍ତି, ତେଣୁ ଡିଏ 3% ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।